ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଆସନ୍ତା 5 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଆପଣମାନେ ଆଲର୍ଟ ରୁହନ୍ତୁ। କେଉଁ ଜିଲ୍ଲାରେ କେତେ ପ୍ରତିଶତ ବର୍ଷା ହେବ ଏବଂ କେଉଁ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ ତାହା ନେଇ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହ ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ନୂଆ ଅଛନ୍ତି ଆଉ ପ୍ରଥମ ଥର ଆମ ଚ୍ୟାନେଲରେ ଭିଡ଼ିଓ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ଯେବେ ବି ଯେକୌଣସି ପାଣିପାଗର ସଠିକ୍ ସୂଚନା ସର୍ବପ୍ରଥମେ ଆମ ଚ୍ୟାନେଲରେ ପାଇପାରିବେ। ତ ତାହେଲେ ଲେଟ୍ ନ କରି ଚାଲନ୍ତୁ ଖବର ଉପରେ ନଜର ପକାଇବା। ସୂଚନା ଅନୁସାରେ ଝାଡ଼ଖଣ୍ଡ ଉପରେ ମଙ୍ଗଳବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। 2 ତାରିଖ ସୁଦ୍ଧା ଏହା ଲଘୁଚାପ ରୂପ ନେବ। 3 ତାରିଖରେ ଏହା ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ। ପୁଣି ମୌସୁମୀ ଟ୍ରଫ୍ ସକ୍ରିୟ ହୋଇ ବଙ୍ଗୋପସାଗର ଯାଏ ଲମ୍ବିବ। ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ଆସନ୍ତା 5 ଦିନ ନିର୍ଦ୍ଧୁମ ବର୍ଷା ବର୍ଷିବ। ଛତିଶଗଡ଼ରେ ବି ପ୍ରବଳ ବର୍ଷିପାରେ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି 5 ଦିନ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ। ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧାରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବ। ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ପୁରୀରେ ସବୁଠୁ କମ୍ ବର୍ଷା ହେବ। ଏହି 5 ଦିନରେ ସୁନ୍ଦରଗଡ଼ରୁ ବଲାଙ୍ଗୀର ଯାଏ ଅଧିକ ବର୍ଷା ହେବ। ପଶ୍ଚିମ ଓଡ଼ିଶାରେ ମୋଟ 100ରୁ 150 ମିଲିମିଟର ବର୍ଷା ହୋଇପାରେ। ସମ୍ବଲପୁରରେ ସବୁଠୁ ଅଧିକ ବର୍ଷା ହେବ। ମହାନଦୀ ଉପରମୁଣ୍ଡରେ ଥିବା ଛତିଶଗଡ଼ରେ 1ରୁ 4 ତାରିଖ ଯାଏ ପ୍ରବଳ ବର୍ଷା ହେବ। ମହାନଦୀ ଉପରମୁଣ୍ଡରେ ଅଧିକ ବର୍ଷା ହେଉଥିବାରୁ ଜଳସ୍ତର ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। 4 ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ବର୍ଷା ଛାଡ଼ିପାରେ, କିନ୍ତୁ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିବ। ବୁଧବାର କେଉଁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏସବୁ ସ୍ଥାନରେ 70 ମିଲିମିଟରରୁ 200 ମିଲିମିଟର ଯାଏ ବର୍ଷା ହେବାର ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ ଓ ଝାରସୁଗୁଡ଼ାରେ ଅଧିକ ବର୍ଷା ହୋଇପାରେ। ଚାଷୀଙ୍କୁ ପରାମର୍ଶ ଦେଇ ପ୍ରଫେସର ପଶୁପାଳକ କହିଛନ୍ତି, ଜଳ ନିଷ୍କାସନ ସୁବିଧା କରନ୍ତୁ। ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ବର୍ଷାକୁ ଦେଖି ପାଣିପାଗ ବାନ୍ଧି ରଖନ୍ତୁ। ଭାରୀ ବର୍ଷା ହେବା ସ୍ଥାନରେ ଫସଫରସ୍ ଓ ପଟାସ ସାର ପକାଇ ଧାନ ରୁଅନ୍ତୁ। ପରବର୍ତ୍ତୀ ସମୟରେ ଜବକ୍ଷାରଜାନ ସାର ପକାଇବାକୁ ସେ ପରାମର୍ଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶା ଛାଡ଼ି ବାକି ଅଞ୍ଚଳରେ ମୁଗ, ବିରି ଲଗାନ୍ତୁ। ବର୍ଷା ପରେ ପାଗ ଦେଖି ଏହା ଲଗାଇ ପାରିବେ ବୋଲି ସେ କହିଛନ୍ତି। ଗତ 24 ଘଣ୍ଟାରେ ମୟୂରଭଞ୍ଜରେ 128 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ରାଜଘାଟରେ 114 ମିଲିମିଟର ଓ ଭୋଗରାଇରେ 79 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ମିଡିଆ।